आज दास बाबू जाइए भुवनेश्वर आनी रसमलई देखुं रसमलई केमती देखु भाई मैंने काली गुरुवार आज बुधवार बोली चुंगुड़ी खियागला चुंगुड़ी खाई सारिकी चुंगुड़ी खाई सारिकी बर्तमान गेली आमर घर परिष्कार करुँच गोटाए कर्म अच्छा कर्म चली ये एमती चलो ये अधघंटाए पर घर पर शुक पुणी 4टा बेलू अच्छी धुआ धुई भल मंद एमती चली आमर गुगुली मैडम चुंगुड़ी खाई चुंगुड़ी खाई सी घुंगुड़ी मार्च आउ साई भल कौन भिडियो कम बेसी रोचे मत निश्चिंत जनातु मु अपेक्षा आपण अपेक्षा रही प्लीज सांग मैंने कहीं भी गेली दीदी की भूलबनी समस्ते प्लीज सब्सक्राइब करदे चैनल को से भल पाया देवे बड़ मान हृदय सहित मो तरफ नमस्कार सान मान आंतरिक सहित स्नेह आज भिडियो कौन केमी मुझे सहित रोची चलतु भिडियो स्टार्ट करवा। हेलो सांग मैंने सकाल सकाल गाधुआ पाधुआ सरला ठाकुर पूजा कम सब सजाई छुआ मान तो स्कूल छुट्टी अच्छी ट्यूशन सजाई आम ए खाइबा जाऊँ कौन आपण सहित सेयार करूँ केमी खाइबाटा है कौन है साई साढ़े रंग रंग ही खाईगला पूरा ये देखु साई गुगुली मु आमर पूरी डालमा घरे कर नी किना है आज इच्छा है टे पुणी पूरी टे खायापी पूरी केमती लगुच गुगुली से बढ़िया टेस्टी लगुच सांग मान कौन कह मो जो मैंने बड़ नमस्कार करी जो मैंने मो सांग आंतरिक आम बसिकी खाऊँ पूरी तरकारी क्या भल लगे मत बहुत बढ़िया लगे पूरी तरकारी और भारी टेस्ट लगे ना जी खाइब फोन बाटे आसतु फोन रे ऑनलाइन कर दिंतु ऑनलाइन रहे ऑनलाइन आम करूँ मिछ कथा कहीं कहूँ सब बुंदी पूरी मिठा बहुत बढ़िया लगे खायापी खीरी ता सहित खाइबे बहुत बढ़िया लगे मत भारी भल लगे चलतु खाइबा कथा आम एठी खाऊँ आपण मैंने केमती खाई आम सहित खाया स्टार्ट करदे चलतु देखो पूरी पूरा के सफ्ट हो बढ़िया भी होती खायापी पूरा यमी यमी लगुच ना झो झो कर लगुच यमी बहुत टेस्टी तो डालमाटा तो बहुत टेस्टी सतरे डालमा बहुत टेस्टी गुरुवार प्याज रसुण पड़नी बहुत टेस्ट हो आपको खाने टाइम हो 10टा बाकी बोली आप भात खाइबू कि न खाइबू सन्देह हो जो भोक लगे खिया हम मो भाई संभाली पार साई आ संभाली पार साई सबुथ मीठा दरकार ना साई साई मीठा खाया पूरा प्रिय आम मैंने खाऊँ वीडियो केमती लगुच सब्सक्राइब करने को मोटे भी भूलें पाखे बेल आइकन को प्रेस करदे या द्वारा आम नुआ नुआ भिडियो नोटिफिकेशन आपको पहुँच आज कहीं इच्छा है शाग दीटा खायापी कहली शाग दीटा आणिक आज करदे शाग दीटा खाया भेंडी
ଏଠି ଶାଗ ପାଇଁ ରସୁଣ କଞ୍ଚା ଲଙ୍କା ସବୁ ଭେଣ୍ଡି ରଖିଛି। ଭେଣ୍ଡି ପକାଇ ସଜନା ଶାଗ ଭାଜିଲେ ବହୁତ ବଢ଼ିଆ ଲାଗେ। ଭେଣ୍ଡିଟାକୁ ଆଗ ପାଣିରେ ପକାଇଦେବେ, ନହେଲେ କାଟିକିରି ପାଣିରେ ପକାଇଲେ ଭେଣ୍ଡି ନାଳ ଉଠିଯାଏ ନା, ମୁଁ ନାଳ ଲାଗିବ। ଶାଗ ଦୁଇଟା ଭଜା ହେବ, ଖିଆ ହେବ। ଆଉ ଗରମରେ ତ କିଛି ଖାଇ ହେଉନି। ଶାଗ ଦୁଇଟା ଭାଜିବା। ସଜନା ଶାଗ ସମସ୍ତଙ୍କର ବହୁତ ପ୍ରିୟ ନା ଗୁଗୁଲି? ତୁ ଭଲ ପାଉ ନା ନାଇଁ? ମତେ ସବୁ ଶାଗ ଭଲ ଲାଗେ, ସବୁ ଶାଗ ଗୁଗୁଲି ସବୁ ଶାଗ ଖାଏ, ସବୁ ଶାଗ ଖାଏ ଗୁଗୁଲି। ନହେଲେ ବୁଢ଼ୀ ହେଇଗଲେ କାଣି ହେଇଯିବି। କହୁଛି ବୁଢ଼ୀ ହେଇଗଲେ ଶାଗ ନ ଖାଇଲେ ବୁଢ଼ୀ ହେଇଗଲେ କାଣି ହେଇଯିବି। ସାଇ ଶାଗ ଭଲ ପାଉନୁ? ସାଇ ନା ତୁ ଜମା ଖାଉନୁ, ମିଛ ମୁଣ୍ଡ ଏମିତି ହଲେଇଥିଲା, ମିଛୁଆଟା ଶୋଧୁଛି। ତାହେଲେ ତ ସଜନା ଶାଗ ଭଜା ଖାଇବୁନି। ସଜନା ଶାଗ ନା, ଖାଲି ବରା ତରକାରୀ ଖାଇବୁ ନା। ହଉ ସାଙ୍ଗମାନେ, ଆମେ ଶାଗ ବାଛିବାରେ ପ୍ରସ୍ତୁତ ହୋଇଯିବା। ସବୁ ହାଉସ୍ ୱାଇଫ୍ ପାଇଁ ଗୋଟେ ଛୋଟ ଟିପ୍ସ କହିବି। ଯେହେତୁ ମୁଁ ହାଉସ୍ ୱାଇଫ୍ ଅଛି, ମୋତେ କେହି ଜଣେ ମାନ୍ୟଧନ୍ୟ ବ୍ୟକ୍ତି କହିଥିଲେ କି ଲୋକ କହିଥିଲେ କି ବଡ଼ ଗୁରୁଜନ ମୋତେ ଜଣେ କହିଥିଲେ, ଯେତେବେଳେ ଆପଣ ଭାତ ବସାଉଛନ୍ତି, ଭାତ ପାଣି ତାତିଲା ପରେ ତ ଚାଉଳ ପକାଉଥିବେ ନା, ସେ ପାଣି ଯେତେବେଳେ ବସାଉଛନ୍ତି ଅଧିକା ପାଣି ବସାଇଦେବେ। ପାଣିରୁ କିଛି କାଢ଼ିକି ରଖିଦେବେ, କଂସାଏ ଦେଢ଼ କଂସା ଏମିତି କାଢ଼ିକି ରଖିଦେବେ ଆପଣଙ୍କ ହିସାବରେ, ଯେଉଁ ହିସାବରେ ଚାଉଳ ପକାଇବେ। ଯେତେବେଳେ ଭାତରେ ନିଅଣ୍ଟିଆ ପାଣି ପଡ଼ିବ, ପାଣି ଦରକାର ହେବ ଭାତରେ, ସେତେବେଳେ ସେଇ ଗରମ ପାଣିଟାକୁ ଆପଣ ସେଥିରେ ଆଡ଼୍ କରିଦେବେ, ଦେଇଦେବେ କିମ୍ବା ଢାଳିଦେବେ। ସେ ଭାତ ଫୁଟୁଥିବା ହିସାବରେ ଗରମ ପାଣିଟା ଢାଳିଦେବେ। ଆଉ ଯେତେବେଳେ ଭାତରେ ପାଣି ଅଭାବ ହୋଇଯାଉଛି, ଆପଣ ଗରମ ପାଣି କାଢ଼ିକିରି ରଖୁନାହାନ୍ତି, ଥଣ୍ଡା ପାଣିଟା ଦେବା ଉଚିତ ନୁହେଁ। ଭାତର ଧର୍ମ ହେଲା ଭାତ ଗବ ଗବ ହେଇ ଫୁଟିବ। ଭାତ ହେଇସାରିଲା ପରେ ଆପଣ ତାକୁ ଥଣ୍ଡା ପାଣି ପୁରାନ୍ତୁ, ତାକୁ ଛାଣି ଦିଅନ୍ତୁ, ତାକୁ ଗାଳି ଦିଅନ୍ତୁ। ତାପରେ ଭାତ ହେଇସାରିଲା ପରେ ଯାହା ଆପଣ କରନ୍ତୁ, ମୋର ସେଥିରେ କିଛି କହିବାର ନାହିଁ। କିନ୍ତୁ ଏଇଟା ହେଉଛି ଭାତ ଫୁଟୁଥିବା ଅବସ୍ଥାରେ ଶୀତଳ ପାଣି ଦେଇ ତା ଫୁଟାଟା ବନ୍ଦ କରିବାଟା ଅନୁଚିତ କାମ। ଏଇଟା ମୁଁ ଜଣେ ହାଉସ୍ ୱାଇଫ୍ ଅଛି, ମୋତେ କେହି ଗୁରୁଜନ ଜଣେ କହିଥିଲେ, ମୁଁ ଆପଣଙ୍କ ସହିତ ସେୟାର କରିଦେଲି ଏ କଥାଟା ବହୁତ ଇମ୍ପୋର୍ଟାଣ୍ଟ। ସବୁ ହାଉସ୍ ୱାଇଫ୍ ଜାଣିବା ଦରକାର ଏ କଥାଟା। ଭାତର ଧର୍ମ ହେଲା ଫୁଟିବା, ତାକୁ ତା ଫୁଟିବା ଟାଇମ୍ରେ ତାକୁ ଶୀତଳ କରିବାଟା ଠିକ୍ ନୁହେଁ। ଭାତ ହେଇଗଲା, ଆପଣ ସୁଇଚ୍ ବନ୍ଦ କଲେ କି ଗ୍ୟାସ୍ ବନ୍ଦ କଲେ କି ଚୁଲି ଜାଳରୁ ହାଣ୍ଡି ଓହ୍ଲେଇ ଗାଳିଲେ, ତା ପର କଥା ଏଇଟା। କିନ୍ତୁ ଇମର୍ଜେନ୍ସି କଥାଟା ହେଉଛି ଫୁଟୁଥିବା ଭାତରେ ଥଣ୍ଡା ପାଣି କେବେ ଦେବେନି। ଭାତର ଧର୍ମ ହିଁ ଫୁଟିବ। ଭାବୁଛି ଛୋଟ ମୁଣ୍ଡରେ ଛୋଟ ଟିପ୍ସଟା ଦେଇଛି, ଗ୍ରହଣୀୟ ଯୋଗ୍ୟ ହେବ। କମେଣ୍ଟ ବକ୍ସରେ ଲେଖିବେ ଏ ଜିନିଷଟା କେତେ ଦୂର ଠିକ୍ କେତେ ଦୂର ଭୁଲ, ଆପଣମାନେ ହିଁ କମେଣ୍ଟରେ ଲେଖିବେ। ହ୍ୟାଲୋ ଫ୍ରେଣ୍ଡ, ଶାଗ ଭଜା ରେଡ଼ି ହେଇଗଲା। ଶାଗ ଭଜାରେ ଟେଷ୍ଟ ନଥାଏ, ହାତରେ ଟେଷ୍ଟ ଥାଏ। ହାତରେ ଯେଉଁ ମାନେ ଏତେ ତେଲ ମସଲା ଯେତେ କମ୍ ଖାଇବେ ସେତେ ଭଲ। ଭେଣ୍ଡି ଶାଗଟା କେତେ ସୁନ୍ଦର ଦେଖାହେଉଛି ଦେଖନ୍ତୁ। ଆମେ ଏଇଠି ଗୁଗୁଲି, ମୁଁ ସାଇ ହେଇଛି କ୍ୟାମେରାମ୍ୟାନ୍, ସାଇ ଧରିଛି, ଭିଡ଼ିଓ କରିଛି। ଆମେ ଏଇଠି ଖାଉଛୁ। ସାଇର ଏଇଠି ଖାଇବା ଥୁଆ ହେଇଛି, ସାଇ ଦେଖିବେ ଖାଇବା। ସାଇର ଏଇଠି ଖାଇବା ଥୁଆ ହେଇଛି। ବିଲ ହିଡ଼ରେ କେମିତି ଖାଆନ୍ତି? ଶାଗ ଭଜାଟା ଚାଙ୍ଗା ହେଇଛି। ଭେଣ୍ଡି ଆଉ ଆଳୁ ପକେଇଥିଲେ ବି ଚଳିଥାନ୍ତା। ଯେତେ ଯାହା ହେଇଯାଉ, ମୋର କିନ୍ତୁ ଅନ୍ୟମାନଙ୍କ ହାତରୁ ଖାଇଲେ ମୋତେ ଭଲ ଲାଗେନି। ମୋ ମା ରୋଷେଇ କରିଦେଲେ ମୋତେ ଭଲ ଲାଗେ। ଆଣେ ଥାଳି ହେରିକା ଦେ, ରୁଟି ତଡ଼କା ହେରିକା ମୁଁ ବାଢ଼ି ଦିଏ। ତାପରେ ମିଠା ସମସ୍ତଙ୍କୁ ଦେବି। ମିଠା ସମସ୍ତେ ଖାଇବେ। ରସମଲେଇ ପଳେଇ ଆସ। ଜଲ୍ଦି କମେଣ୍ଟ ବକ୍ସରେ ଲେଖ ରସମଲେଇ କାହାକୁ ବଢ଼ିଆ ଲାଗେ। ଦେଖୁଛନ୍ତି ଫ୍ଲେଭରଟା ପୁରା କେଶର ପଡ଼ିକି ପୁରା ଚାଙ୍ଗା ହେଇଛି। ସାଇ ଟିକେ ଚାଖିଲେ କେମିତି ହେଇଛି? କେମିତି ହେଇଛି? ବଢ଼ିଆ ହେଇଛି। ଯିଏ ଖାଇବ ପଳେଇ ଆସନ୍ତୁ। ମୁଁ ଟିକେ ଚାଖିଦିଏ। ସତରେ ବଢ଼ିଆ ହେଇଛି। ଚାଲନ୍ତୁ ରୁଟି ତଡ଼କା ସାଙ୍ଗରେ ରସମଲେଇ ଖାଇକିରି ତା ମଜାଟା ନେବା। ଏବେ ତଡ଼କା ସମସ୍ତଙ୍କର ବାଢ଼ି ଦେଲି। ରୁଟି ଦେ, ବାବାକୁ ଦେ, 3ଟା ଦେ। ବାବାର 3ଟା ଦେ, ଆଉ 3ଟା ଦେ। ଏଥିରେ ମୁଁ ରସମଲେଇଟା ବାଢ଼ିବି। ଆଉ ରସମଲେଇ ମାନେ କ୍ଷୀରଟା ବଢ଼ିଆ ଲାଗେ। କେଶରଟା ପଡ଼ିଛି, ଯେଉଁ କେଶରର କଲର୍ଟା ବଢ଼ିଆ ଆସିଛି ନାଇଁ। ଖାଇବା ଆରମ୍ଭ ହେଲା।
ରାତି ଖାଇବା ଆରମ୍ଭ ହେଲା। ହେଲା ରାତି ଖାଇବା ଆରମ୍ଭ ହେଲା ଯେ ବାଇଆ ଖାଇବନି ରସମଲେଇ ତୁ ନେଇଯା। ସାଇ ତ ଖାଇବନି। ସାଇ ତୁ ଆଜି ତ ଖାଇବୁନି ରସମଲେଇ। ତୋର ତ ମିଠା ପ୍ରିୟ ନୁହଁ। ନାଇଁ ନାଇଁ ସେ ମନା କରିଛି ଖାଇବନି ଗେଲି ନେଇଯା। ଦେ ନହେଲେ କୁକୁର ନେଇଯା। ତାର ମିଠା ଭାରି ପ୍ରିୟ। ଆମେ ସମସ୍ତେ ବସି ଖାଉଛୁ ଆଉ। କହିଥିଲି ତ ଦଶକୁ ଯାଇଥିଲେ ଭୁବନେଶ୍ୱର ରସମଲେଇ ଏଇଟା ରସମଲେଇ ଆଣିକି ଆସନ୍ତି ଆଉ। ସେ ତ ଯେତେବେଳେ ଯାଆନ୍ତି ଛୁଆମାନଙ୍କ ପାଇଁ ଆଣିକି ଆସିବାଟା ଏଇଟା ସୁନିଶ୍ଚିତ। ମୋ ଝିଅକୁ ଗୁଗୁଲିକି ଯେତେ ବର୍ଷ ହେବ ଆମ ଘରକୁ ସବୁବେଳେ ଜିନିଷ ଆସିବା ସେତେ ବର୍ଷ ହେଇଯିବ। ଆମେ ଖାଇ ପିଇକିରି ରାତିରେ ଖାଇ ପିଇକି ଶୋଇବୁ ଆଉ। ଟେଷ୍ଟି ଜିନିଷ ଆଉ ତଡ଼କା ରୁଟି ମିଠା ନା ତଡ଼କା ରୁଟି ରସମଲେଇ ଗୁଗୁଲି ଚାପୁଛି ସାଇ ବି ଚାପୁଛି। ସିଏ ପୁରା ଫୁଲ୍ ଦବନି। ସିଏ ଆଉ ମାନେ କଥାବାର୍ତ୍ତା କରିବାକୁ ହିଁ ତାଙ୍କୁ ଆଜି ଶୋଇବେ ନା। ଆଉ ଟେଷ୍ଟ ବି ବଢ଼ିଆ ହେଇଛି। ଯୋଉ କେଶର ପଡ଼ିନି ଭିଡ଼ିଓଟି କେମିତି ଲାଗିଲା, କେମିତି କ'ଣ ଆଜିର ଭିଡ଼ିଓ ଲାଗିବ ଆପଣମାନେ କମେଣ୍ଟ ବକ୍ସରେ ମାନେ ଭିଡ଼ିଓ ଦେଖିବେ, କମେଣ୍ଟ ବକ୍ସରେ ଲେଖିବେ। ତାରପୁର ଫ୍ୟାମିଲିକି ସେତିକି ଭଲ ପାଇବା ଦେବେ, ସେତିକି ସ୍ନେହ ଦେବେ। ଭିଡ଼ିଓରେ କେଉଁଠି କମ୍ ବେଶୀ ରହୁଛି କମେଣ୍ଟ ମାଧ୍ୟମରେ ଜଣାଇଲେ ମୁଁ ନିଶ୍ଚିନ୍ତ ସୁଧାରିବାକୁ ଚେଷ୍ଟା କରିବି। ସବୁବେଳେ ଗେଲି ଦିଦି ଆପଣଙ୍କ ସହିତ ଅଛି, ରହିଥିବ। ମୋ ପରିବାର ତାରପୁର ପୁରା ଫ୍ୟାମିଲି ପରିବାର ଆପଣମାନଙ୍କ ସହିତ ସବୁବେଳେ ରହିଥିବ। ଖାଇବା ସରିନି ତଥାପି କହିଦେବି ଯେତେବେଳେ ଭିଡ଼ିଓ ଏଣ୍ଡିଂ କରିବି ସମସ୍ତଙ୍କୁ ମୋ ପରିବାର ତରଫରୁ ଗୁଡ୍ ନାଇଟ୍। ପୁଣି କାଲିର ଭିଡ଼ିଓରେ ଦେଖା ହେବା। ଶୁଭରାତ୍ରି। ରହୁଛି ଶୁଭରାତ୍ରି।